ओहो हो सुन आज मुझे कागज पत्र काम सब सरिଯିବ हां तो बापा एपର୍ଯ୍ୟନ୍ତ ଘରକୁ ଫେରି ନାହାନ୍ତି ବା ओ ମୁଁ କିନ୍ତୁ ଫଙ୍କସନ୍ ବହୁତ ମିସ୍ କରିବି କିରେ ତୁ ପରା ନିଜେ ମନା କଲୁ ନହେଲେ ତ ଆସିବା ପର୍ଯ୍ୟନ୍ତ ଆମେ ପରା ତତେ ଅପେକ୍ଷା କରି ବସିଥିଲୁ ନାଇଁ ନାଇଁ ବୋ ଶୁଭ କାମ ଶୀଘ୍ର ହେଇଥିବା ନିହାତି ଦରକାର ତା ଛଡ଼ା ବଡ଼ ଭାଇ ତ କହିଛନ୍ତି ମୁଁ ଗଲା ପରେ ଏମିତି ଗୋଟେ ପାର୍ଟିର ଆୟୋଜନ କରିବି ଆଚ୍ଛା ଆଚ୍ଛା ବୋଉ ତୁ ତ ବିରକ୍ତ ହଉଛୁ ରାତିରେ ଭାଇଙ୍କ ସହିତ କଥା ହେବି ଆଚ୍ଛା ଠିକ ଅଛି ରହୁଛୁ ବୋଉ ହଁ ହଁ ମୁଁ ବି ରହୁଛି ଦୁଷ୍ଟ ବୁଝିବା ବୟସ ବଢିବା ସାଥିରେ ଦୁଷ୍ଟାମି ସିନା କମିଯିବା କଥା କିନ୍ତୁ ଏ ଟୋକାଟାର ଦିନକୁ ଦିନ ବଢିବାରେ ଲାଗିଛି नमस्कार समगुणी नमस्कार ଆପଣ ହଠାତ୍ କେମିତି ଚାଲି ଆସିଲେ ଆପଣଙ୍କର ସବୁ କାମ ଗୁଡାକ ଯେମିତି ହଠାତ୍ ହେଇଯାଉଛି ମତେ ସେମିତି ହଠାତ୍ ଆସିବାକୁ ପଡିବ ନା ଆପଣ କଣ କହୁଛନ୍ତି ମୁଁ କିଛି ବୁଝିପାରିଲିନି ନାଇଁ ଏଇ ଶୁଣିବାକୁ ପାଇଲି ଚୌଧୁରୀ କମ୍ପାନୀର ମାଲିକାନା ତତ୍ତ୍ୱ ପଡି ଈଶ୍ୱର ନାଁରେ ଉଲ୍ଲେଖ ଯାଉଛି ଆଉ ଈଶ୍ୱର ଚୌଧୁରୀ କମ୍ପାନୀର ମ୍ୟାନେଜିଂ ଡାଇରେକ୍ଟର ହଁ ଆପଣ ଯାହା ଶୁଣିଛନ୍ତି ସମ୍ପୂର୍ଣ୍ଣ ଠିକ ଶୁଣିଛନ୍ତି ତା ଛଡା ଏ ବିଷୟରେ ମତେ ଟିକେ ସମସ୍ତଙ୍କର କଣ କହିବାର ନଥିଲା ମୁଁ ହଉଛି ତାଙ୍କର ବ୍ୟବସାୟିକ ବନ୍ଧୁ ଆଉ ଏ ଘରକୁ ମୋ ଝିଅକୁ ପଠେଇ ମୁଁ ଆମର ସମ୍ପର୍କକୁ ଆହୁରି ନିବିଡ଼ କରିବାକୁ ଚାହୁଁଛି ସେ ଦୃଷ୍ଟିରୁ ନାଇଁ ସେମିତି କିଛି ଭାବରେ ଆମମାନଙ୍କୁ ମନେ ନାହିଁ ତା ଛଡା ଏଇଟା ତ ଦିନେ ନା ଦିନେ ହବାର ଥିଲା ଆଉ ହଉଛି ସେମିତି ଅନ୍ୟ ବିକଳ୍ପ ନିଷ୍ପତ୍ତି ଆମମାନଙ୍କ ମନରେ କିଛି ବି ନାହିଁ ନାହିଁ କେମିତି ଜୀବନ ହେଉଛି ଆପଣଙ୍କର ନିଜ ପୁଅ ବଡ ପୁଅ ନିଜ ରକ୍ତର ନୁହଁ ହଁ ମୁଁ ମାନୁଛି ମୁଁ ତାକୁ ଗର୍ଭ ଧାରଣ କରି ଜନ୍ମ ଦେଇନି ମୋ ପକ୍ଷରୁ କ୍ଷୀର ଖାଇ ସେ ବଡ ହେଇନି ତଥାପି ସେ ହେଉଛି ମୋ ବଡ ପୁଅ ଶୁଣନ୍ତୁ ପରିଚୟଟା କାଗଜ କଲମରେ ସୃଷ୍ଟି ହୁଏ ସତ ପର ନିଜକୁ ରକ୍ତ ଚିହ୍ନେଇ ଦେଇଥାଏ ଆପଣ କଣ କରୁଛନ୍ତି ମୁଁ କିଛି ବୁଝିପାରୁନି ଈଶ୍ୱର ହେଉଛି ଗୋଟେ ଅନାଥ ସନ୍ତାନ ଅନାଥରୁ ଆସି ସେ ଘରେ ପ୍ରତିପାଦିତ ହୋଇ ବଡ ହୋଇଛି ଏକଥା ଆପଣ ଜାଣିପାରୁନାହାନ୍ତି ନା ବୁଝିପାରୁନାହାନ୍ତି ସମୁଦି ଆପଣ କଣ କହିବାକୁ ଚାହୁଁଛନ୍ତି କହିଲେ ମୁଁ କହିବାକୁ ଚାହେଁ ଈଶ୍ୱର ପାଇଁ ଯୋଉ ନିଷ୍ପତ୍ତି ଘର ନେଇଛି ତାହା ସମ୍ପୂର୍ଣ୍ଣ ଭୁଲ ଭୁଲ ହବା କାହିଁକି ଏ ଘର ଧନ ସମ୍ପତ୍ତି ଯାହା ସବୁ ଦେଖୁଛ ଏସବୁ ହଉଛି ମୋ ଦେଢଶୁରଙ୍କର ନାଇଁ ତ ଦେଖିବାକୁ ଗଲେ ଈଶ୍ୱରକୁ ସେ ପୁଅ ଭାବରେ ଗ୍ରହଣ କରିଥିଲେ ସେଇ ଦୋଷୀକୁ କମ୍ପାନୀର ମାଲିକ ହଉଛି ଈଶ୍ୱର ଏଥିରେ ଭୁଲ ରହିଲା କୋଉଠୁ ତାମାନେ ଆପଣ ଚାହୁଁଛନ୍ତି ଆପଣଙ୍କ ସ୍ୱାମୀ ଯେମିତି ଆପଣଙ୍କ ଦେଢଶୁରର ହାତ ଟେକାରେ ବଞ୍ଚି ଆସିଥିଲା ସେମିତି ଆପଣଙ୍କର ପୁଅ ଝିଅ ମଧ୍ୟ ଈଶ୍ୱର ହାତ ଟେକାରେ ବଞ୍ଚି ରୁହନ୍ତୁ ବୋଲି ଈଶ୍ୱର ମୋ ପୁଅ ସମୁଦି ପରସ୍ପର ଭିତରେ ସ୍ନେହ ପ୍ରେମ ଭଲ ପାଇବା ପଡ଼ି ରହିଛି ଏ ଘର ମହଙ୍କର ଚନ୍ଦନ ସମସ୍ତଙ୍କ ଅଧିକାର ଆଉ ସେ ଅଧିକାର ଆମକୁ ଦେଇছে ଆମ ସମ୍ପର୍କ ଯଦି ସେ ସମ୍ପର୍କ କୋଉଦିନ କଟିଯାଏ ବନ୍ଧନ କୋଉଦିନ ଛିଡ଼ିଯାଏ ଆଉ ସୁବାସିତ ଚନ୍ଦନ କୋଉଦିନ ଯଦି କଳା ଚନ୍ଦନ ପାଲଟିଯାଏ ମାନେ ଈଶ୍ୱର ହଉଛି ଗୋଟିଏ ପର ପରକୁ ନିଜର କରିବାର ଆତ୍ମୀୟତା ଭିତରେ ଶତ୍ରୁ ସଦସ୍ୟ କୋଉଦିନ ଯଦି ପର ହୋଇଯାଏ এইটা কেবে সম্ভব কেবে କାହିଁକି ଅସମ୍ଭବ ଅର୍ଥ ସମ୍ପତ୍ତି ଲାଳସାରେ ଯେତେବେଳେ ନିଜର ଲୋକମାନେ ନିଜ ଲୋକମାନଙ୍କୁ ପର କରିଦିଅନ୍ତି ସେତେବେଳେ ପରଟା ପର ହୋଇଯିବା କାହିଁକି ଅସମ୍ଭବ ও সমুদি দয়াকরে আপনি এই কথাকে বন্ধ করুন ସେଟା ବନ୍ଦ କରିଦେଲେ ରକ୍ତଟା ବଦଳି ଯିବ সত ও সত ଈଶ୍ୱର ହଉଛି ଆପଣଙ୍କର ନିଜ ପୁଅ ନୁହଁ ଅର୍ଥ ସମ୍ପତ୍ତିର ଲୋଭରେ ପଡ଼ି ସିଏ ଯଦି କୋଉଦିନ ଜୀବନକୁ ସବୁଦିନ ପାଇଁ ରାସ୍ତାରୁ ହଟେଇ ଦେବାକୁ ଚାହେଁ ଈଶ୍ୱର କେବେ ବି ସେମିତି କରିବନି ଏତେ ବିଶ୍ୱାସ ଭରସା ମୋ ତା ଉପରେ ଅଛି ଈଶ୍ୱର ଗୋଟିଏ ମଣିଷର ନା ସେ ସଦୃଶ ଭଗବାନ ନୁହେଁ ଯେ ତା ଉପରେ ଏମିତି ଭରସା ରଖାଯାଇପାରେ ଆପଣ କାହିଁକି ସନ୍ଦେହ କରୁଛନ୍ତି ମୁଁ କିଛି ବୁଝିପାରିଲି ଏଇଟା ସନ୍ଦେହ ନୁହେଁ ସାମାଜିକ ନିଚ୍ଛକ ପ୍ରତିଛବି ପାଳନ କରି ଆଜିର ମଣିଷ ସମାଜ ଦେଖି ଆସିଲେ ସମସ୍ତଙ୍କୁ ମଣିଷ ଗୋଟିଏ କଥା କେତେ ଭାଇ କେତେ ଘର ବାସ୍ ସମୁଦି ବାସ୍ ହାତ ଯୋଡ଼ି ଅନୁରୋଧ କରୁଛି ଦୟାକରି ଆପଣ ମୋ ଘର କଥାରେ ମୁଣ୍ଡ ପୁରାନ୍ତୁନି ମୁଁ ମୁଣ୍ଡ ପୁରେଇ ନଥାନ୍ତି ଯଦି ମୁଁ ଏ ଘରକୁ ମୋ ଝିଅକୁ ପଠେଇବା ନଥାନ୍ତା କିନ୍ତୁ ସମୁଦି ଏ କଥା କହିଲେ ଝିଅ ତମର ଅସୁବିଧା କ'ଣ ଅଛି ଆଉ ସୁବିଧାଟା କ'ଣ ଅଛି ବୋଲି ମୋ ଝିଅକୁ ପଠେଇ ଦେବି ସେ ମୋ ରକ୍ତର ସୃଷ୍ଟି ମୁଁ ହଉଛି ତାର ବାପା କେବେ ବି ଚାହିଁବିନି ଯୋଉ ଘର ଗୋଟିଏ ଅନାଥର ହାତ ଟେକାରେ ଚଳୁଛି ସେ ଘରକୁ ମୋ ଝିଅ ବୋହୂ ହେଇକି ଆସିବ ତାମାନେ ଆପଣ ଈଶ୍ୱର ପାଇଁ ନିଆଯାଇଥିବା ନିଷ୍ପତ୍ତି ବଦଳି ଯାଉ ଜୀବନକୁ ଚୌଧୁରୀ କମ୍ପାନୀର ମାଲିକାନା ସତ୍ତ୍ୱ ଦିଆଯାଇ ତାକୁ କମ୍ପାନୀର ମ୍ୟାନେଜିଂ ଡାଇରେକ୍ଟର କରାଯାଉ ଈଶ୍ୱର ଗୋଟେ
फोनटा साइलेंट अछि सेट पे जानि पारनु हो हो रेडी शीघ्र कथा आइ गलु अरे बड़ भाई को अर्जेंट कथा अछि बोली भारी व्यस्त होतिरे अरे ने बो ए बो कौन एते अर्जेंट कथा अछि सुनी 3 घंटा पूर्व तो घर बाहर जाई 2 घंटा ପରେ ତ ଘରେ ଆସି ଘରେ ଆସି କଥାଟା କହିପାରିବନି ଯେ ତତେ ସେ ଦେବ ଦୁଷ ସତେ ଏଠି ପଠାଇ ଦେଇଛି କେମିତି कोन कहू ଆଉ କେମିତି କହିବି ଆଉ କେମିତି କହିଲେ ତୁ ବୁଝିପାରିବ ମୋ କଣ ଆଉ କିଛି କାମ ଧନ୍ଦା ନାହିଁ କିଏ କେତେବେଳେ ଫୋନ କରିବା ନ କରିବା ତା ଫଳ ତୁମ ଅପେକ୍ଷା କରିବ ଏ ସାନ ଭାଇ ଦିନକୁ 10 ଥର ଫୋନ करछि ତା ସାଥିରେ କଥା ହେବା ପାଇଁ ସବୁ କାମକୁ ପଛରେ ଏ ଚୁପ ଜୀବନ ଆଉ ଈଶ୍ୱର ମୋ ପାଇଁ ପଠିଏ ତ ଯାକ ସମାନ तो भाई समान होई देबी मोबाइल से फरक पड़िबनी कहि बाबू करे मो बड़ भाई तो बड़ भाई चुल्ली के जाओ की बड़ भाई से तोर मो पचाचे की बड़ भाई से तोर मो कोन ताको गर्भ धारण करी जन्म देछि से तो बड़ भाई हे जीव खबरदार कर दउछि सेइटार ना जेमति मो आगे केबे न धरो तो मुंडा बड़ा खराब होई जाईची कोन कहलो तो किछि कहला दरकार नाही मुंडा खराब है कि लोक मन କଥା रे भल लोक मन କଥା हबा आदौ उचित नुहे ए सुन अपना सुनी जाउछि ए भारी जीवन पूछो तोर एते साथ मो पर जवाब दबो सुनी जाउछि लिया न कहि देबे सब स्नेह ममता को जाली पड़ी मु पाउ छ करि देबे आ मो होई बासुत चंदन को मु कोळा चंदन करि देबी आ देखु मते दिबा अरे कहा सहित एमती अरे सी पिला लोक कौन तुमको एमती पदे कहीदेला ताबले तुम ता कथा को धरी बसित एबे मनरु सब चिंता छाड़ी एबे मो कथा खुशी मन टिके सुन को कथा अरे हम ईश्वर कथा जो दायित्व मते मो बड़ भाई देथिले आज सेही दायित्व को मो कागज पत्र मो ईश्वर नाम हस्तांतर कर देछि आ खाली ईश्वरर केइटा सिग्नेचर हेबेले रेजिस्टर हे जीवो ता माने तमे हां वकील मात्र सब काम कर देछि तमे जानिले खुशी हो सुधा खबर पाइला मात्रे कंपनी रो सब लोक माने आनंद रो उत्पन्न उठी फंक्शन भाई किए कहूची एमती हबो किए कहूची सेमती हबो सेमानक भितर जेमती पागल हो जाय आउ तमे पागल हे जाय न तो अरे मु को पागल मु तो महा पागल हो जाय आ फंक्शन ता मो प्लान अनुसार हो बोली मु कहि देछि मु सेमानक सब जणै देछि तमे देखियो सुधा मई आमे सुनुथिबा तेत्रय जुगर कथा राजा दशरथ रामचंद्र को अभिषेक करबा पई जो भई आयोजन कइथिले मु ईश्वर को मालिकाना दायित्व देई ताको अभिषेक करबा पई को बाबत रे कम करिनी रामचंद्र किंतु राजा हे पारि नथिनी ईश्वर राजा ही हबो एता विश्वास भरोसा अछि नि जो करे रहिबा तो स्वाभाविक किंतु काहे कोथि पाए अरे काहे कि ना सिद्ध बेले कोई केई थिले एथे कोन कोइ के नहानी काहिला सृष्टि हे पारिबे ताहले तमुका ठीक कहथिला तम मुंड निश्चय खराब हो जाय ता नथिले तम भली कौशल्या मार पाटिरे केबे कोई के नामटा उतर होउन तला तम मुंडरे भी पसिन ताता बसिचे बोली तो कहूची मु कौशल्या रुह ईश्वर पाई मु होउची कोइ के कोई कोइला ए ईश्वर पाई तमे कोई के कोन एमिति मिछ कथा कहि देली जे आकाशरु खसी पडुछ किंतु सुधा तमे हो ईश्वर रमा हां किंतु पाड़ी तो मा हां कोन सुधा मो पचाची कोन सुधा मो कोन ईश्वर को गर्भ धारण करी जन्म देछि जे मु ता मा हे जिबे सुधा कोई जा सुधा चुप हे जा तालोले धरन परिवेश तुमको उपहास कर ता बोले सतटा को मु कोन मिछ बोली कहि देबी औषध
ତମେ କଣ ତାକୁ ପଳେଇ ନେଇନ? ସେତେବେଳେ ମୋ ଆଖିରେ ସ୍ନେହ ମମତାର ଅମ୍ଫ ପୁଟୁଳି ବନ୍ଧା ହେଇଥିଲା। ସତଟା କଣ ମୁଁ ଜାଣିପାରୁନଥିଲି, କିନ୍ତୁ ଆଜି ସେ ଅନ୍ଧ ପୁଟୁଳିଟା ଖୋଲି ଯାଇଛି। ସତଟା କଣ ମୋ ନିଜ ଆଖିରେ ମୁଁ ଦେଖି ପାରୁଛି। ଆଉ ସେଇଥିପାଇଁ ମୁଁ ମୋ ମମତାର ପାଉଣା ଚାହେଁ। ସିଏ ପାଉଣା ତମେ ଚାହ? ଈଶ୍ୱର ବଦଳରେ ଏଇ ଜୀବନ ହବ କମ୍ପାନୀର ମ୍ୟାନେଜିଂ ଡାଇରେକ୍ଟର। ଆଉ ସବୁ ସମ୍ପତ୍ତିର ମାଲିକ ହବ ମୋ ପୁଅ ଜୀବ। ଅନାଥ ଥିଲା, ଅନାଥ ରହିବ। ତେଣୁ ସେ ଘରୁ ବାହାରି ଯିବ। ତୁ କଣ ବହୁତ ଜାଣିପାରୁଛୁ ତ? କଣ ପାଇଁ ଜାଣିଯିବି? ଏତେ କଥା ତ ମନ ଭିତରେ ଥିଲା। ତାର ଈଶ୍ୱର ଭାଇକୁ ବଡ଼ ପୁଅ କରି ମତେ ଭାଇ ଡାକିବା କାହିଁକି ସେ କହୁଥିଲୁ? କଣ ପାଇଁ ଆମ ଭାଇ ଭଉଣୀର ସ୍ନେହ ମମତାର ବନ୍ଧନରେ ବାନ୍ଧି ରଖୁଥିଲୁ? ସେତେବେଳେ ମୁଁ ଜାଣିନଥିଲି। କ୍ଷୀର କଦଳୀ ଦେଇ ତାଙ୍କ ସହ ଛୁଆ ବସିଲେ ସେ ତା ଚୋଟ ମାରିବା ପ୍ରକୃତିଟା ବଦଳେଇବ। ସେତେବେଳେ ମୁଁ ଭାବିନଥିଲି ଆଜି ପରି ଦିନରେ ତୁ ମଣିଷ ହେଇତ ପ୍ରକୃତି ବଦଳେଇ ଦେବୁ ବୋଲି। ମୁଁ ତ ମା ଥିଲି, ଆଉ ମା ହେଇ ରହିବି। ତୁ ମା ଥିଲୁ, କିନ୍ତୁ ବର୍ତ୍ତମାନ ଠାରୁ ତୁ ମାରୁ ରାକ୍ଷସୀ ପାଲଟି ଯାଇଛୁ। ବାହାଟା ପସନ୍ଦ ବାହାଟା ବୁଝିବ ତା ନହେଲେ ମୁଁ ସତ ସତ ରାକ୍ଷସ ଏ ସୁଧା! ଆରେ କଣ ହଉଛି ସୁଧା? ମୋ ପାଇଁ ତମେ କଣ ପାଇଁ ତମେ ସୁଧା ବହେରୁ ସମୟ ପାଲଟି ଯାଉଛ? ମୁଁ ହଉଛି ଜୀବନର ମା। ଆରେ ମୁଁ କଣ ଜୀବନର ବାପା ନୁହେଁ? ବାପା ହେଇଛ ତ ବାପର କର୍ତ୍ତବ୍ୟ କରିବାକୁ ପଛେଇ ଯାଉଛ କାହିଁକି ନିଜ ପୁଅ ପାଇଁ ଗୋଟେ ଭଗାରୀ ସୃଷ୍ଟି କରିବାକୁ ଚାହୁଁଛ? କାଲି ଯେତେବେଳେ ଅର୍ଥ ସମ୍ପତ୍ତିର ମୋର ଅଙ୍ଗ ହେଇ ଈଶ୍ୱର ମୋ ଜୀବନକୁ ମର୍ଡର କରିଦିଏ। ବାସ୍ ସୁଧା ବୁହା, ତୁ ପଇସା ମୁଁ ତମକୁ ହାତ ଧରି ଅନୁରୋଧ କରୁଛି, ଏଭଳି ନିଚ ଭାବନା ମନରେ ଆଣନି। ତାହେଲେ ମୁଁ କହିବି ତମେ ବାପ ନୁହଁ। ବାପ ନାମ ଧରି ତମେ ହଉଛ ଗୋଟେ କଛେଇ। କେତେ ନିଚ ତମେ! ଏମିତି ତମର ଚିନ୍ତାଧାରା ପେଟ ଭିତରେ ଏତେ ନିଚ ଗରଳ କରି ରଖିଥିଲ। ତମେ ଯେ ମୋ ସ୍ତ୍ରୀ ଏକଥା ଭାବିଲା ତମ ନିଜ ଉପରେ ଗୁଣ ଆସୁଛି। ତମ ଭଳି ସ୍ତ୍ରୀ ମହାନ ବୋଲି ଭାବି ଆଜି ଯେତେବେଳେ ମୋ ଅସଲ ରୂପଟା ଜାଣିଗଲ, ହାତ ଉଠାଇ ଗୋଟିଏ ଚାପଡ଼ା ଏତେ କଣ ମୋ ପ୍ରାପ୍ୟ? ନା ମାରିଦିଅ ମତେ। କରିଗଲେ ମୁଁ ହୁଏତ ବହୁତ ଖୁସି ହେବି, ହେଲେ ବଞ୍ଚି ରହି ନିଜ ରକ୍ତର ଅବହେଳା ମୁଁ କେବେ କରିପାରିବିନି। ତମେ ମୋ ସ୍ୱାମୀ, ଜୀବନରେ ମୁଁ ତମକୁ କେବେ କିଛି ମାଗିନି। ହେଲେ ଆଜି ମୁଁ କାଲି ପତେଇ ତମକୁ ଭିକ ମାଗୁଛି। ମୋ ପୁଅର ସୁଖ ଭବିଷ୍ୟତ ପାଇଁ ତମେ ଈଶ୍ୱରକୁ ପର କରିଦିଅ। ତମ ଅନ୍ତେ ପୂରଣ କରିବାକୁ ଚାହିଁ ମୁଁ ମଣିଷର ମଣିଷ ହେଇପାରିବିନି। ମୁଁ
नरेंद्र को 14 वर्ष वनवास पठे दब शांत प्रसाद गोटे रक्त मांस धारी मरी समाजरे मु मरी संपत्ति जहाँ ये सब तुम बड़ा भाई को डालो पूरी सागरे पड़ी से कहते बात उपहार को पूरा परिचय दे बापर परिचय दे गर्व करुची निज छात्र अंध हुई गई ताको मैं घर बाहर करे दे पानी मो बाप पड़ियारे मु कलंक लगे दे पारे एइटा मोर निराश सत्य ताहले तमे भी मोर शेष कथा शुणीच मु महाराणी कईके नुहे बर प्राप्यर कपटता करी भरत को राजा करी मु सुखामयी चौधरी जड़े मां मो गर्भरु सृष्टि है मो छाती अमृत पान करी जे समाज में मो पुअर परिचय नहीं बंची गोटे पर पाई मो ता प्रति अविचार करी पारि आउ मो मां कन्या को विद्रोह करी जे मो निष्पत्ति को बदलवा को चेष्टा करिबो से मो मोला मुह देखिबो आउ सेटा हबो मो रक्त पाई उचित पाउना आउ तम परिवार पाई मोह मोहई बासुथिबा सुबाचित चंदन को मु करी देबे कोला चंदन पानी बासुथि